ଦର୍ଶନର ଯେଉଁ ନାସ୍ତିକବାଦ ରହିଛି ଗୌତମ ବୁଦ୍ଧ ବା ବୌଦ୍ଧ ଧର୍ମ ଯଦି ନାସ୍ତିକବାଦ ଭିତରେ ଯାଉଛି ତାହେଲେ ଭଗବାନଙ୍କର ଯେଉଁ 10 ଅବତାର ଅଛନ୍ତି ସେ 10 ଅବତାର ଭିତରେ ନବମ ଅବତାରରେ ବୁଦ୍ଧ କେମିତି ଆସୁଛନ୍ତି। ପ୍ରକୃତରେ ଆମେ ଧନ୍ୟବାଦ ଦେବୁ ଯେଉଁମାନେ ଦେଖୁଛନ୍ତି ଏବଂ ଏ ପ୍ରଶ୍ନଟି ଯେତେବେଳେ ଏ ପ୍ରଶ୍ନ ଉପରେ ତାର ସମାଧାନ ମୁଁ ଖୋଜିଲି ମୁଁ ଅନେକ ବ୍ୟକ୍ତି ବିଶେଷକୁ ଏ ବିଷୟରେ ଆଲୋଚନା କଲା ପରେ ଏହା ହୃଦୟଙ୍ଗମ କଲି ଏବଂ ଜାଣିପାରିଲି ଯେ ପ୍ରକୃତରେ ଅନେକଙ୍କ ହୃଦୟରେ ମନ ଭିତରେ ଏ ଆଶଙ୍କାଟି ଅଛି, ଏ ଜିଜ୍ଞାସାଟି ଅଛି ଯେ ଗୌତମ ବୁଦ୍ଧ ଆମର 10 ଅବତାରର ନବମ ଅବତାର ନା ନାହିଁ। ତେବେ ଆମର ଯେଉଁ ଆଲୋଚନାର ପ୍ରସଙ୍ଗ ରହିବ ତାହା ରହିବ ଏହା ଯେ ଭଗବାନଙ୍କର ଯେଉଁ 10 ଅବତାର ଅଛି ସେ 10 ଅବତାର